ଆଗ ଦଳ କଥା ସେ ବୁଝିବେନି। ସେ ରୋଗମୁକ୍ତ ଥିଲେ, ରୋଗରେ ପୀଡ଼ିତ ଥିଲେ, ରୋଗ ମୁକ୍ତ ହେଇଗଲେ ତାଙ୍କ ଦଳକୁ ସଜାଡୁଛନ୍ତି। ଆମ କଂଗ୍ରେସ ଆଗେଇ ଚାଲିଛି। ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର, ମଣିପୁରରୁ ବମ୍ବେ ଯୋଉ ପଦଯାତ୍ରା କଲେ, ଏ ଭୋଟ ଚୋରିକି ଲୋକଲୋଚନକୁ ଆଣିଲେ, ଦରଦାମ ଉପରେ, ନାରୀ ନିର୍ଯାତନା ଉପରେ ହୁ ହୋଇ ରାହୁଲ ଗାନ୍ଧୀଙ୍କ ଇମେଜ ବଢୁଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେଇଗଲେ। ମୁଁ ଯୋଉ ଦେଖା କରିଥିଲି, ସେ ସୁନ୍ଦର ଭାବେ ଚାଲିକି ଆସିଲେ, ମୋ ସହିତ ହାତ ମିଳେଇଲେ, ମୋଠୁ ଫୁଲ ନେଲେ ଏବଂ ଆଗେ ଯେମିତି ତାଙ୍କ ହାତ ଥରୁଥିଲା ସେଭଳିଆ ଥରୁନି, ସେଭଳିଆ କିଛି ନାହିଁ। ଠୋ ଠୋ କଥାବାର୍ତ୍ତା ହେଲେ। ଆଗେ ଗଡ଼ିଶା ଭଳିଆ ଶୋଇଥିଲେ, ଏବେ ଚେଙ୍ଗା ଭଳିଆ ଡେଇଁକିରି ମୋ ସହିତ କଥା ହେଲେ। ତେଣୁକରି ସୁସ୍ଥ ହେଇଗଲେ। ହଁ, ଆଗ ଦଳ କଥା ସେ ବୁଝିବେନି। ସେ ରୋଗମୁକ୍ତ ଥିଲେ, ରୋଗରେ ପୀଡ଼ିତ ଥିଲେ, ରୋଗ ମୁକ୍ତ ହେଇଗଲେ ତାଙ୍କ ଦଳକୁ ସଜାଡୁଛନ୍ତି। ଛାତ୍ରମାନଙ୍କୁ ଡାକି ସଜାଡ଼ିଲେ, ଯୁବକଙ୍କୁ ସଜାଡ଼ିଲେ, ମହିଳାଙ୍କୁ ସଜାଡ଼ିଲେଣି, ତାଙ୍କ ଦଳ ନେତାକୁ ସଜାଡୁଛନ୍ତି। ସେ ତାଙ୍କ ଦଳ କର୍ତ୍ତବ୍ୟ କରୁଛନ୍ତି। ହେଡ୍ ହିସାବରେ, ସଭାପତି ହିସାବରେ ତାଙ୍କ ଡ୍ୟୁଟି। କିଛି ଅସୁବିଧା ନାହିଁ। କିଏ କହିବ? ଆମ କଂଗ୍ରେସ ଆଗେଇ ଚାଲିଛି। ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର, ମଣିପୁରରୁ ବମ୍ବେ ଯୋଉ ପଦଯାତ୍ରା କଲେ, ଏ ଭୋଟ ଚୋରିକି ଲୋକଲୋଚନକୁ ଆଣିଲେ, ଦରଦାମ ଉପରେ, ନାରୀ ନିର୍ଯାତନା ଉପରେ ହୁ ହୋଇ ରାହୁଲ ଗାନ୍ଧୀଙ୍କ ଇମେଜ ବଢୁଛି। ଭକ୍ତ ଦାସ ବ୍ଲକ ଘେରାଉ, ଜିଲ୍ଲା ଘେରାଉ, ସେକ୍ରେଟାରୀ ଘେରାଉ, ଡିରେକ୍ଟରେଟ ଘେରାଉ ଏ କରିକିରି ଓଡ଼ିଶା ବନ୍ଦ, ରାହୁଲ ଗାନ୍ଧୀକି ଡାକିକି 1.5 ଲକ୍ଷ ଲୋକ ଆଣିକି ମିଟିଂ କରିବା, ନାରୀ ନିର୍ଯାତନା, ଏ ବି ହୁ ହୋଇ ପଡୁଛନ୍ତି। କେତେବେଳେ କଣ ହବ କେହି କହିପାରିବେନି। କିନ୍ତୁ କଂଗ୍ରେସ କମିଂ, ରାହୁଲ ଗାନ୍ଧୀ ପ୍ରାଇମ ମିନିଷ୍ଟର ହବ, ଭକ୍ତ ଦାସ ଏଠି ଓଡ଼ିଶା ମୁଖ୍ୟମନ୍ତ୍ରୀ।